ମୁଁ ରେଡି ଇଣ୍ଡିପେଣ୍ଡେଣ୍ଟ ଆଏ କି 5T କିଏ ବନ୍ଦ କରିବ? ମତେ କଂଗ୍ରେସିଆ ତୋଳି ଦେଇଛନ୍ତି 57 ବର୍ଷ ରହି କଂଗ୍ରେସ କାମ କରି ମୋ ପୁଅକୁ ଟିକେ ସାହାଯ୍ୟ କଲି ଗଲି ବାହାର କରିଦବା। ମୁଁ ରେଡି ଇଣ୍ଡିପେଣ୍ଡେଣ୍ଟ ଏଠି କାମ କରୁଛି ଶଙ୍ଖ ପାଇଁ ସାନ ପୁଅ ପାଇଁ ନିମାପଡ଼ାରେ କାମ କରୁଛି ବୋଉ ହାତ ପାଇଁ ଆଉ ଦରକାର ପଡ଼ିଲେ ବି ଲୋକଙ୍କ କାମ ପାଇଁ ଫୁଲ ପାଇଁ ବି କରିବି। ମୁଁ କାମ କରିଛି RN ସିଂହ, ମୁଁ କାମ କରିଛି ବିଜୁ ପଟ୍ଟନାୟକ, ମୁଁ କାମ କରିଛି ନିରଞ୍ଜନ ଭାଇ ଇଏ ଜାନକୀ ବଲ୍ଲଭ ପଟ୍ଟନାୟକ ଇଏ ସବୁ ମୁଖ୍ୟମନ୍ତ୍ରୀଙ୍କର ଅଲଗା କ୍ୱାଲିଟି, ୟାର ବି ଗୋଟେ ସିମ୍ପଲ ଅଲଗା କ୍ୱାଲିଟି। ଭଦ୍ର ଲୋକଟିଏ ବଢିଆ କାମ କରିବ ଏବଂ ସମସ୍ତଙ୍କୁ ନେଇକି ମୁଁ ତାଙ୍କୁ କହିଛି ସମସ୍ତଙ୍କୁ ନେଇକି ଓଡ଼ିଶାର ବିକାଶ କର ବଢିଆ ହବ ଆଉ ସେ ରାଜି ଅଛନ୍ତି। ସୁରାଇ ଗୋଟେ ଖବର ଆସୁଛି 5T ଆଉ ମୋ ସରକାର ବନ୍ଦ ହଉଛି 5T ବନ୍ଦ ହେଇ ସାରିଲାଣି ଅର୍ଡର ହେଇଗଲାଣି 5T ଭଲ କି 5T କିଏ ବନ୍ଦ କରିବ? ସବୁ ସ୍କୁଲ ହେଇଯାଇଛି କମ୍ପ୍ଲିଟ, ସବୁ କଲେଜ ହେଇଯାଇଛି, ସବୁ ଡାକ୍ତରଖାନା ହେଇଯାଇଛି, ଖାଲି କେବଳ 5T ନାଁଟା କଟିଯିବ। ଆଉ କଣ ସେ ମାନେ ସ୍କୁଲ କିଏ ନେଇଯିବ, କଲେଜ କିଏ ନେଇଯିବ, ଡାକ୍ତରଖାନା କିଏ ନେଇଯିବ? ତେଣୁକରି এইটা এসডিও କରିଦେବା କଥା, ତହସିଲଦାର କରିଦେବା କଥା, ଏଇଟା ବଡ କଥା ନୁହଁ। ଆମେ ଡିମାଣ୍ଡ କରିଥିଲୁ କଂଗ୍ରେସ ଦଳ ତରଫରୁ 4ଟା ଗେଟ୍ ଖୋଲ ମେନ୍ ହଉଛି ସାରା ପୃଥିବୀର ଯେତେ ମସଜିଦ ତାଙ୍କ କେତେ ହୀରା ନୀଳାବତୀ ଦେଖେଇଦେଲେ, ଚର୍ଚ୍ଚ ଦେଖେଇଦେଲେ, ବୁଦ୍ଧ ମନ୍ଦିର ଦେଇଦେଲେ, ତମେ ରତ୍ନ ଭଣ୍ଡାର ଖୋଲି ଦିଆ ପାଇଁ ଇଏ ତ ଗୋଟେ ଏସଡିଓ କଲେ 4ଟା ରୁମ୍ ଗେଟ୍ ଖୋଲି ଦେଇଛନ୍ତି। ତଥାପି ଯେତେବେଳେ ଖୋଲିଛନ୍ତି ତାକୁ ଧନ୍ୟବାଦ। ତମେ ସାମ୍ବାଦିକ ମାନଙ୍କୁ ସେକ୍ରେଟାରୀ ଛାଡ଼ିଲେ ମହତା ଗୋଟେ ଧନ୍ୟବାଦ। ଏଇ ଯୋଉ ଛୋଟ ଛୋଟ କଥା ଗୁଡାକ ରହିଥିଲା କ୍ଲିୟର ହେଇଯାଉଛି। ମୋହନ ବାବୁ କରିଯାଅ, ଆମେ ତମ ପଛରେ ଛଡା ବୋଲି ଗଲା ସେ ଇଏ ଫେରେ ଖୋଲିଲେ ବୋଲି ଆଇଲେ, ଇଏ ଯଦି ଟିକେ ଏପଟେ ସେପଟେ ଇଏ ଯିବେ ଫେରେ ଆଉ କିଏ ଆସିବେ। ଏଠି ଯେ କାମ କରିବ ରହିବ। କଂଗ୍ରେସ ସ୍ଥିତି କଣ ବଢିଆ। ରାହୁଲ ଗାନ୍ଧୀ 2029 ପ୍ରାଇମ ମିନିଷ୍ଟର ମେଲେଇକି ଆଇଲାଣି 100 ସିଟ୍। ମୁଁ ଏଇନା ଇଣ୍ଡିପେଣ୍ଡେଣ୍ଟ ମତେ କଂଗ୍ରେସିଆ ତୋଳି ଦେଇଛନ୍ତି 57 ବର୍ଷ ରହି କଂଗ୍ରେସ କାମ କରି ମୋ ପୁଅକୁ ଟିକେ ସାହାଯ୍ୟ କଲି ଗଲି ବାହାର କରିଦବା। ମୁଁ ରେଡି ଇଣ୍ଡିପେଣ୍ଡେଣ୍ଟ ଏଠି କାମ କରୁଛି ଶଙ୍ଖ ପାଇଁ ସାନ ପୁଅ ପାଇଁ ନିମାପଡ଼ାରେ କାମ କରୁଛି ବୋଉ ହାତ ପାଇଁ ଆଉ ଦରକାର ପଡ଼ିଲେ ବି ଲୋକଙ୍କ କାମ ପାଇଁ ଫୁଲ ପାଇଁ ବି କରିବି। ମିଟିଂ କରୁଥିଲେ ତାଙ୍କ ପାଖକୁ ମେସେଜ ଗଲା ସୁର ଭାଇ ଆସୁଛନ୍ତି। ସେ ସାଥି ମୁଁ ଯୋଉ ରୁମ୍ରେ ବସିଥିଲି ମୋ ରୁମ୍କୁ ଆସିଲେ, ଅଭିନନ୍ଦନ ଜଣାଇଲେ। ତାଙ୍କର ମୋର ସମ୍ପର୍କ 20-25 ବର୍ଷ, 15-20 ବର୍ଷ ଆମେ 2 ଜଣ ଯାକେ ଏକାଠି MLA। ବଢିଆ ପାର୍ଟିସିପେଟ୍ କରନ୍ତି ହାଉସରେ, ଜ୍ଞାନ ଅଛି, ଭଲ ଲୋକ, ସରଳ ଲୋକ, ଆଦିବାସୀ ଲୋକ। ତାଙ୍କୁ ଦାବିପତ୍ର ଦେଲି 5 ପଏଣ୍ଟ ଉପରେ। ଗୋଟେ ଦାବିପତ୍ର, ତମେ ଆଦିବାସୀ କୂଳରେ ଜନ୍ମ, ଆମର ଏଠି ଖୋର୍ଦ୍ଧା ଜିଲ୍ଲା, ନୟାଗଡ଼ ଜିଲ୍ଲା, କଟକ ଜିଲ୍ଲା ସବର ଜାଗାରେ ସହର ହେଇଯାଇଛି, ଯୋଉଟା ପିଲାମାନେ ଆଡମିସନ ପାଇପାରୁନାହାନ୍ତି, ଚାକିରି ପାଇପାରୁନାହାନ୍ତି, ସିଡ୍ୟୁଲ ଟ୍ରାଇବ ସାର୍ଟିଫିକେଟ ମିଳୁନି। ସେଇଟା ମୁଁ ଜୁଏଲ ରାମକୁ ଦାବିପତ୍ର ଦେଇଛି, ଆଙ୍କୁ ଦାବିପତ୍ର ଦେଲି। ସେଇଟା କହିଲେ ନାଇଁ ସୁର ଏଇଟା ଠିକ କଥା, ତମେ ବହୁତ ଦିନ ହେଲା ଲାଗିଛ, ତେଣୁ ସହରକୁ ଉଠେଇ ସବର କରିଦିଆଯିବ କହିଲେ। ଦ୍ୱିତୀୟ ହଉଛି ଆମ ଅଞ୍ଚଳରେ ଜଙ୍ଗଲ ଜମିରେ ଆଦିବାସୀ ଘର, ସେତେବେଳେ ଜଙ୍ଗଲ ଥିଲା, ସେମାନେ ଜଙ୍ଗଲରେ ଥିଲେ, ତାଙ୍କୁ ପଟ୍ଟା ଦିଆଯାଇନି। ତେଣୁକରି ସେ ଆଦିବାସୀ ହରିଜନ ଗରିବ ଲୋକ, ମୁସଲମାନ, ଖ୍ରୀଷ୍ଟିଆନ ଯୋଉମାନେ ଅଛନ୍ତି ତାଙ୍କୁ ପଟ୍ଟା ଦିଅ। ତୃତୀୟ ହଉଛି ଯୋଉ ସ୍ଥିତିବାନ ସମ୍ପତ୍ତି ଜଗନ୍ନାଥଙ୍କ ନାଁରେ ହେଇଛି, 84 ଗାଁକୁ ଫେରେଇ ଦେଲେ, ଆଉ 23ଟା ଗାଁ ଫେରେଇ ନାହାନ୍ତି। ସେଇଟାକୁ ଫେରେଇ ଦେବା ମଧ୍ୟ ସେ ଭଲ ଭାବେ ଜାଣିଛନ୍ତି। ସଦାବେଳେ ବିଧାନସଭାରେ ମୁଁ ଉତ୍ଥାପନ କରେ, ସେ କହିଛନ୍ତି ନାଇଁ ଏଟାକୁ କରିବା। ଲାଷ୍ଟ କହିଛି ମୁଁ, ଏ ଯୋଉ ଗାଁ ଗହଳିରେ ଖଣ୍ଡିଆ ଘରେ ରହିଛନ୍ତି ଲୋକମାନେ, ଟିଣ ପକେଇକିରି, କୁଟା ପକେଇକିରି, ଜରି ପକେଇକିରି, ମୁଁ କହିଲି ପ୍ରଥମେ ଏଇ କାମ ଟେକଅପ୍ କର। ଆଦିବାସୀ ହରିଜନ, ଗରିବ, ମୁସଲମାନ, ଖ୍ରୀଷ୍ଟିଆନ ଯୋଉ ଖଣ୍ଡିଆ ଘରେ ସବୁ ରହିଛନ୍ତି, ଏପର୍ଯ୍ୟନ୍ତ ଇନ୍ଦିରା ଆବାସ ଫିଲଅପ୍ ହେଇପାରିଲାନି, ବିଜୁ ପକ୍କା ଘର ଫିଲଅପ୍ ହେଇପାରିଲାନି। ଗୋଟେ ସ୍ପେଶାଲ କର, ଓଡ଼ିଶା ଯାକ ଯେତେ ସହରଠୁ ଗାଁ ଗହଳି ପର୍ଯ୍ୟନ୍ତ ଖଣ୍ଡିଆ ଘର, ଭଙ୍ଗା ଘର, ଟିଣରେ ରହିଛନ୍ତି, ଜରି ପକେଇ ରହିଛନ୍ତି, ବର୍ଷା କାଦୁଅରେ
ଶୀତରେ ଥରୁଛନ୍ତି ତାଙ୍କରି ଘର କରିବା ପାଇଁ ଆପଣ ପାର୍ଟି ଦେବେ ବୋଲି ମୁଁ ଆଶା କରୁଛି। ସେ କହିଲେ ନିଶ୍ଚୟ ମୁଁ ପାର୍ଟି ଦେବି, କାରଣ ଏ ଲୋକ କାମୁକା ଲୋକ, ଭଲ ଲୋକ, ଗରିବ ଘରୁ ଉଠିଛି, ତାର ଜ୍ଞାନ ଅଛି, ଜଣେ ଭଦ୍ର ଲୋକ। ଆମେ ତାକୁ ମୁଁ ଦୃଢ଼ ପ୍ରତିଶ୍ରୁତି ଦେଇକି ଆସିଛି, ତମେ ଲୋକଙ୍କ କାମ କର, ଆମେ ଅନ୍ଧକାର ତମକୁ ସାହାଯ୍ୟ କରିବୁ, ଯୋଉଠି ଅସୁବିଧା ହେବ ଆମେ ସାହାଯ୍ୟ କରିବୁ। ଆସ ଓଡ଼ିଶାବାସୀ ଆମେ ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ କରିବା। ରେଡି ତ ମାଡ଼ି ଚାଲ।